Hello friends, welcome to my channel, my mini village garden. Friends, ଆମ ଗାର୍ଡେନରେ ଆପଲ ବେର ସହିତ କିଛି ଗୁଆଭା ବା ପିଜୁଳି ଗଛ ଲଗାଯାଇଛି। ଆସନ୍ତୁ ଆଜି ସେ ପିଜୁଳି ଗଛର ଦେଖିବା କେମିତି ଅବସ୍ଥା ଅଛି। ଫ୍ରେଣ୍ଡସ୍, ଏ ଯେଉଁ 10ଟା ପିଜୁଳି ଗଛ ଆମର ଫାଷ୍ଟ ଫେଜ୍ରେ ଲଗାଯାଇଥିଲା, ତା ଭିତରୁ 3ଟା ମରିଗଲା, ଆଉ 7ଟା ଅଛି, ଯେଉଁଟାକି 5ଟା ତା ଭିତରୁ ତାଇୱାନ ପିଙ୍କ ଗଛ। ଏଇ ଯେଉଁ ଗଛ ଦେଖୁଛନ୍ତି ଆପଣ, ସେଇଟା ହେଉଛି ତାଇୱାନ ପିଙ୍କର ଗଛ। ଏବଂ ଫ୍ରୁଟିଂ ଦେଖନ୍ତୁ। ଏବେ ଆକ୍ଚୁଆଲି ବର୍ଷା ଦିନେ ଫ୍ରୁଟିଂ ନେବା କଥା ନୁହଁ। ଯଦି ଆପଣ ଠିକ୍ ସେ ଯତ୍ନ ନେଇ ପାରୁନାହାନ୍ତି ତେବେ ନେବା କଥା ନୁହଁ, କିନ୍ତୁ ଆମେ ଯେହେତୁ ଫ୍ରୁଟିଂ ନେଇଯାଇଛନ୍ତି, ଦେଖନ୍ତୁ ଏଇ ଯେଉଁ ବର୍ଷାରେ କେମିତି ସବୁ ନଷ୍ଟ ହେଉଛି ପିଜୁଳି। ସବୁ ପୋକ ଲାଗିଯାଇଛନ୍ତି, କଣା ହେଇଯାଇଛି ସବୁ ପିଜୁଳି ଗୁଡ଼ାକ। ଆକ୍ଚୁଆଲି ତାର କିଛି କେୟାର ନେଇ ହେଲାନି, କିଛି ଫଙ୍ଗିସାଇଡ୍ ଇନସେକ୍ଟିସାଇଡ୍ ମଧ୍ୟ କିଛି ଆପ୍ଲାଏ କରି ହେଲାନି। ପୂର୍ବରୁ ଯାହା କରିବା କଥା ରେଗୁଲାର ଟ୍ରିଟମେଣ୍ଟ ମଧ୍ୟ ତାର ଠିକ୍ ସେ ହେଇପାରୁନି। ନିଜେ ନିଜେ ଯାହା ଯେତିକି ଫଳିଛି, ତଥାପି ଗୋଟେ ଗୋଟେ ଗଛରେ ଯେମିତିକି ପୂର୍ବରୁ କହିଥିଲି 50ଟା ଲେଖାଏଁ ବି ଫଳିଥିଲା। ତାକୁ କିଛି ଥିନିଂ କରିଦେଇଥିଲେ ହେଇଥାନ୍ତା। ଫ୍ରୁଟ୍ ଥିନିଂ ମାନେ ଦୁଇଟା ଯେଉଁ ଫଳ ହେଇଛି ସେଟା ଛିଡ଼େଇ ଦେଇଥିଲେ ହେଇଥାନ୍ତା, କିନ୍ତୁ ମୁଁ ଛିଡ଼େଇ ପାରିଲିନି, ଯାହାଦ୍ୱାରା କି ରେଜଲ୍ଟ ଭଲ ଆସିନି। ଇଏ ଯେଉଁ ଗଛରେ ସବୁ ପ୍ରାୟ ଫଳ ତ ଭଲ ହେଇଛି, କିନ୍ତୁ ତାର ଫଳର ଗ୍ରୋଥ ହେଇନି ଭଲ। ସବୁ ଫଳ ଗୁଡ଼ାକ 150ରୁ 200 ଗ୍ରାମ ଭିତରେ ହେଇଛି, କାରଣ ଗୋଟେ ଗୋଟେ ଜାଗାରେ 2-2ଟା ଫଳ ରହିଯାଇଛି। କିନ୍ତୁ ଫ୍ରୁଟିଂ ଆମେ ଦେଖିଲେ ଯେ ତାଇୱାନ ପିଙ୍କଟା ହେଉଛି ଭଲ ଫ୍ରୁଟିଂ ଦେଉଛି। ଏବେ ଏଇ 3ଟା ଗଛ ଦେଖନ୍ତୁ, ଫ୍ରୁଟିଂ ଫଳ ବହୁତ ଭଲ ଅଛି, କିନ୍ତୁ ତାକୁ ଯଦି ଆମେ ବ୍ୟାଗିଂ କରିଥାନ୍ତେ, ଫଙ୍ଗିସାଇଡ୍ ଇନସେକ୍ଟିସାଇଡ୍ ସବୁ ଠିକ୍ରେ ଦିଆଯାଇଥାନ୍ତେ, ରେଗୁଲାର ଇଣ୍ଟରଭାଲରେ ଦିଆଯାଇଥାନ୍ତା ଫର୍ଟିଲାଇଜର, ତାହେଲେ ଭଲ ହେଇଥାନ୍ତା। ଏଇଠି ଦେଖନ୍ତୁ ପିଜୁଳିର ସାଇଜ୍ ବି ଆପଣ ଦେଖିପାରୁଛନ୍ତି। ଏଇଟା ଗୋଟେ ଗୋଟେ ଭଲ ଅଛି, 200 ଗ୍ରାମ ଉପରକୁ ଅଛି। ଆଉ ଏଇଟା ଗୋଟେ ଦେଖନ୍ତୁ, ଏଇଟା ଚାଲା 4 ନମ୍ବର ଗଛ, ଗୋଟେ ଆମର ତାଇୱାନ ପିଙ୍କର 5ଟା ଗଛ ମଧ୍ୟରୁ। ଏବେ କିଛି ମ୍ୟାଚୁଅର୍ଡ ହେଇଗଲାଣି ଫ୍ରୁଟ୍, ତାକୁ ଆମେ ହାରଭେଷ୍ଟ କରିବା। ଆଉ କିଛି ଟାଇମ୍ ଲାଗିବ, ଆଉ 2 ମାସ ଯିବ। ଆକ୍ଚୁଆଲି ହାରଭେଷ୍ଟ କରିବା ପାଇଁ ଏବେ ବି ଆହୁରି 10-15 ଦିନ ଯାଇଥାନ୍ତା, କିନ୍ତୁ ଯେହେତୁ ଫଳ ବର୍ଷାରେ ଖରାପ ହେଇଯାଉଛି, ଆଉ ମୁଁ ପ୍ରାୟ ଆସିପାରୁନି ଘରକୁ, ଆଜି ହିଁ କରିଦେବାକୁ ଭାବୁଛି ହାରଭେଷ୍ଟିଂ। ଏଇ ଗଛରେ ଆମର ପ୍ରଥମେ ଆସିଥିଲା ଫଳ, କିନ୍ତୁ ଏଇ ଗଛରେ ଏବେ ହାରଭେଷ୍ଟିଂ କରିବାକୁ କିଛି ନାହିଁ। ଇଏ ଆହୁରି 2 ମାସ ଲାଗିବ ହେବା ପାଇଁ। ଆକ୍ଚୁଆଲି ପିଜୁଳି ଗଛରେ ଆପଣଙ୍କର ବର୍ଷକୁ 3 ଥରରୁ ଅଧିକା ମଧ୍ୟ ଆସିଯାଉଛି ଫଳ, କିନ୍ତୁ 2 ଥର ଆଟଲିଷ୍ଟ ନେଲେ ଆପଣ ଭଲ ଫଳ ନେଇପାରିବେ। ଏଇଟା ଗୋଟେ ଗଛ ଦେଖନ୍ତୁ, ମୋତେ ରେଡ୍ ଡାଇମଣ୍ଡ କହି ସେ ବିକ୍ରି ଥିଲା, କିନ୍ତୁ ନର୍ସରୀ କ'ଣ ହେଲା ପ୍ରୋବ୍ଲେମ୍, ବୋଧେ ଗ୍ରାଫ୍ଟିଂ ଜାଗାରୁ ସେ ଛିଡ଼ିଗଲା କି କ'ଣ, ତାର ଆମର ଯେଉଁ ଅଛି ରୁଟ୍ ଷ୍ଟକ୍ଟା ସେଇଟା ରହିକି ବୋଧେ ହେଇଗଲା। ଏଇଟା ରେଡ୍ ଡାଇମଣ୍ଡ ନୁହଁ, ଆକ୍ଚୁଆଲି ତା ଭିତରୁ ଧଳା ଫଳ ବାହାରୁଛି, କିନ୍ତୁ ଫ୍ରୁଟିଂ ବି ସେତେ ଭଲ ହେଉନି। ବହୁତ କମ୍ ଫଳ ଏଥିରେ ଆସୁଛି। ଏଥିରେ 10-15ଟା ଖଣ୍ଡେ ପିଜୁଳି ଏବେ ଅଛି। ଆଉ ସେଇଭଳିଆ ହେଲା ଆଉ ଗୋଟେ ଗଛ ମୋର, ଆମର ଭିଏନ୍ଆର୍ ପିଜୁଳି ଯେଉଁଟା ଲଗା ହେଇଥିଲା, ଗୋଟେ ବି ସେଇଭଳିଆ ବି ତାର ଅବସ୍ଥା ହେଇଛି। ସେ କହିଲା ଭିଏନ୍ଆର୍ ବୋଲି, କିନ୍ତୁ ଫଳ ଏବେ ଦେଖନ୍ତୁ 1.5 ବର୍ଷ ପରେ, 2 ବର୍ଷ ଜାଣି ହେଇଗଲାଣି, ଏବେ ଫଳ ଆସୁଛି। ଗଛ ବହୁତ ହାଇଟ୍ ହେଇଗଲା, ତାକୁ ମୁଁ ବି ପ୍ରୁନିଂ କରିପାରିଲିନି। ଆଉ ତଥାପି ଏଥିରେ ଆସିଛି 15-20ଟା ଫଳ ଆସିଛି। ବଡ଼ ହେଲେ ଆମେ ଜାଣିପାରିବା କ'ଣ ଆକ୍ଚୁଆଲି ହେଇଛି। କିନ୍ତୁ ଠିକ୍ ସେ ଟ୍ରିଟମେଣ୍ଟ ଯଦି ଆମେ କରାହେଇଥାନ୍ତା, ଆଉ ରେଗୁଲାର ଟ୍ରିଟମେଣ୍ଟ କରାହେଇଥାନ୍ତା, ଫର୍ଟିଲାଇଜର ବି ଦିଆଯାଇଥାନ୍ତା, ତାହେଲେ ହେଇଥାନ୍ତା। ଏବେ ଆଉ କିଛି ଗଛ ଦେଖନ୍ତୁ ମୁଁ ଲଗେଇଛି, ଏବେ 7ଟା ପରେ ଏବେ ଏଇଟା ଗୋଟେ ଆଉ କିଛି ଗଛ ଲଗେଇଛି। ଏଇଟା ହେଲା ଆମର ଥାଇ 7ର ଗଛ, ମୁଁ 3ଟା ଲଗେଇଛି। ଏଇ ଗଛଟା ଟିକେ ଆମର ଦେଖନ୍ତୁ ଦୁର୍ବଳ ଦେଖାହେଉଛି, ଏଇଟା ମରିବ ବୋଲି ହଉଥିଲା, ତାକୁ ମୁଁ କିଛି ଟ୍ରିଟମେଣ୍ଟ କରିକି ଫଙ୍ଗିସାଇଡ୍ ଦେଇ ତାକୁ ବଞ୍ଚେଇ ରଖିଛି ଏବେ। ଏଇଟା ବି ଗୋଟେ ଥାଇ 7ର। ଏତେ ଛୋଟ ଗଛରେ ଆକ୍ଚୁଆଲି ଫଳ ନେବା କଥା ନୁହଁ, କିନ୍ତୁ ଦେଖନ୍ତୁ ଯେହେତୁ ଗୋଟେ 2ଟା ଫଳ ଆସିଛି, ମୁଁ କହିଲି ରଖିଦେବା, ଦେଖିବା କ'ଣ ହେଉଛି ତ ଟେଷ୍ଟିଂ ପାଇଁ। ଆଉ ଏଇଟା ଗୋଟେ ହେଲା ଆମର ଗୋଲ୍ଡେନ୍ 8ର ଗୁଆଭା। ଏବେ ଏଇଟା ଟ୍ରେଣ୍ଡିଂ ଅଛି, ଏଥିରେ ବି ଫ୍ରୁଟିଂ ଭଲ ଆସୁଛି ବୋଲି ମୁଁ ଯାହା ଶୁଣିଲି। ଆଉ ଏଇଟା ହେଲା ଆମର ବ୍ଲାକ୍ ଡାଇମଣ୍ଡ ଗୁଆଭା, ଏଇଟା ଏବେ ଲଗା ହେଇଛି। ଆଉ ଏଇଟା ହେଲା ଆମର ରେଡ୍ ଡାଇମଣ୍ଡ 1 ବା ଜାର୍ଭି ରେଡ୍ 1 ଯେଉଁଟାକୁ କୁହାଯାଉଛି। ସେ ଗଛ ଦେଖନ୍ତୁ କେତେ ବହୁତ ସୁସ୍ଥ ସବଳ ଗଛଟା ଏଇଟା ଅଛି। ଆଉ ହ୍ୱାଇଟ୍ ଡାଇମଣ୍ଡର 2ଟା ଗଛ ଲଗେଇଛି, ଯେଉଁଟାକି କିଣିଲା ବେଳେ ବହୁତ ଛୋଟ ଗଛ କିଣା ହେଇଥିଲା। ଏ ଗଛର ବହୁତ ମାନେ ଗ୍ରୋଥ ହେଇପାରୁନି, ବହୁତ ଛୋଟ ଅଛି ସାଇଜ୍। ଏଇଟା ବି ଗୋଟେ ହ୍ୱାଇଟ୍ ଡାଇମଣ୍ଡ, ଏଇଟା ବି ଗୋଟେ ହ୍ୱାଇଟ୍ ଡାଇମଣ୍ଡ। ଦେଖନ୍ତୁ ଏଥିରେ ବି ଫୁଲ ଆସିଛି, କିନ୍ତୁ ଫୁଲଟାକୁ ଛିଡ଼େଇବାକୁ ପଡ଼ିବ। ୟା ପରେ ଆମର ଆଉ ଗୋଟେ ରେଡ୍ ଡାଇମଣ୍ଡ ଗଛ ମୁଁ ଆଉ ଗୋଟେ ଆଣିକି ଲଗେଇଛି। ତେବେ ସବୁ ତ ଗଛ ହେଲା ପରେ ଆମ ଗାର୍ଡେନଟା କମ୍ପ୍ଲିଟ୍ ହେବ ଗୁଆଭାରେ। ତେବେ ଆସନ୍ତୁ ଆମେ ଯେଉଁ ଏବେ ଫ୍ରୁଟିଂ ଯେଉଁ ହେଇଛି ତାକୁ ହାରଭେଷ୍ଟ କରିବା। ମୁଁ
ମୁଁ ପ୍ରାୟ 30 ରୁ 35 ଟା ଖଣ୍ଡେ ଫ୍ରୁଟ୍ ହାର୍ଭେଷ୍ଟ କରିଛି। ଆଉ ଆହୁରି କିଛି ଛାଡ଼ିଛି, କାରଣ ଏବେ ଏଗୁଡ଼ାକ ବି ଆହୁରି 15 ଦିନ ଯାଇଥାନ୍ତା ହାର୍ଭେଷ୍ଟ କରିବା ପାଇଁ। କେବଳ ଏଇ ବର୍ଷାକୁ ଖରାପ ହେଇଯାଉଛି, ତାପରେ ମୁଁ ପ୍ରାୟ ସବୁ ସମୟରେ ଆସିପାରୁନି, ମୁଁ ସେଥିପାଇଁ ହାର୍ଭେଷ୍ଟ କରିଦେଲି। ତେବେ ଫ୍ରେଣ୍ଡସ୍, ମୁଁ ଆପଣମାନଙ୍କୁ ଏତିକି କହିବାକୁ ଚାହିଁବି କି ଯଦି ଆପଣ ପିଜୁଳିଟାକୁ ଭଲ ଭାବେ ଯତ୍ନ ନେଇପାରୁଛନ୍ତି, ଠିକ୍ ଟାଇମ୍ରେ ରେଗୁଲାର ଇଣ୍ଟରଭାଲରେ ଆପଣ ଫର୍ଟିଲାଇଜର ଆଉ ପେଷ୍ଟ ମ୍ୟାନେଜମେଣ୍ଟ କରିପାରୁଛନ୍ତି, ତେବେ ଆପଣ ବର୍ଷା ଦିନେ ନିଅନ୍ତୁ। ନହେଲେ ଆପଣ ବର୍ଷକୁ 2 ଥର ଫ୍ରୁଟିଂ ହିଁ ନେବାକୁ ଚେଷ୍ଟା କରନ୍ତୁ, ଯେଉଁଥିରେ କି ଆପଣଙ୍କ ଭଲ ଫ୍ରୁଟିଂ ପାଇପାରିବେ। ଆଉ ଫ୍ରୁଟ୍ ଥିନିଂ ବି କରିବାକୁ ଭୁଲନ୍ତୁ ନାହିଁ, ଯେଉଁଥିରେ କି ଆପଣ ଗୋଟେ ଜାଗାରେ 2-2ଟା ଫଳ ରହୁଛି, ତାକୁ ଆପଣ ଗୋଟେ ଗୋଟେ ଜାଗାରେ ଗୋଟେ ଗୋଟେ ରଖିଲେ ଫ୍ରୁଟ୍ର ସାଇଜ୍ ମଧ୍ୟ ଭଲ ପାଇପାରିବେ। ତେବେ ଆଜିର ଭିଡ଼ିଓଟି ଏଇଠି ଶେଷ କରିବା। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଭଲ ଲାଗିଲା ଭିଡ଼ିଓଟି ଲାଇକ୍ କରନ୍ତୁ, ନିଜର ସାଙ୍ଗସାଥିମାନଙ୍କୁ ମଧ୍ୟ ସେୟାର କରନ୍ତୁ। ଆଉ ଯଦି ଆପଣ ଚ୍ୟାନେଲରେ ନୂଆ, ତେବେ ଚ୍ୟାନେଲଟି ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।